ସବୁଠାରୁ ସୁନ୍ଦର ସମୟ। ସବୁଠାରୁ ସୁନ୍ଦର ସମୟ ଚାଲନ୍ତୁ ପଢ଼ିବା। ଅନେକ ଲୋକଙ୍କ ପାଇଁ ବୃଦ୍ଧାବସ୍ଥା କଷ୍ଟକର ଏବଂ କେତେକଙ୍କ ପାଇଁ ଏହା ଅତି କରୁଣ ମଧ୍ୟ ହୋଇଯାଇଥାଏ। ଦେହର ବଳ ଭାଙ୍ଗିଯାଏ, ନାନାଦି ରୋଗ ଆସି ଜୀବନକୁ ବିପର୍ଯ୍ୟସ୍ତ କରିଦିଏ। ବଞ୍ଚିବା ପାଇଁ କେତେଗୁଡ଼ିଏ କଥା ଯେଉଁଗୁଡ଼ିକ ଆଗରୁ ଅତି ସହଜ ସାଧାରଣ ଲାଗୁଥିଲା କିନ୍ତୁ ଅପରିହାର୍ଯ୍ୟ, ଚାଲିବା, ବସିବା, ଖାଇବା, ଦେଖିବା, କେଉଁଆଡ଼େ ବୁଲିଯିବା ଇତ୍ୟାଦି, ସେଗୁଡ଼ିକ ପାଇଁ ବି ସାମର୍ଥ୍ୟ ରହେ ନାହିଁ। ପୂର୍ବରୁ ଅଭ୍ୟସ୍ତ ଥିବା କ୍ଷମତା ପ୍ରତିପତ୍ତି ରହେ ନାହିଁ। ପାଖରେ ପିଲାମାନେ ବି ରହନ୍ତି ନାହିଁ। ସଂସାରରେ ଗହଳଚଳି କମିଯାଏ। ସଂସାର ଛାଡ଼ିବା ପାଇଁ ସମୟ ହୋଇଯାଇଥିଲେ ମଧ୍ୟ ସାଂସାରିକ ଦାୟିତ୍ୱଗୁଡ଼ିକ ସରି ନଥାଏ। ଏଣେ ସାଙ୍ଗସାଥି ଆତ୍ମୀୟସ୍ୱଜନଙ୍କ ମୃତ୍ୟୁର ନିରବିଚ୍ଛିନ୍ନ ଯାତ୍ରା ଲାଗି ରହିଥାଏ ଏବଂ ନିଜର ଦିନଗୁଡ଼ିକ ମଧ୍ୟ ମୃତ୍ୟୁ ଆସନ୍ନ ହୋଇ ରହିଥାଏ। ପିଲାବେଳେ ବୁଢ଼ାଟିଏ ହୋଇଥା ବୋଲି ଆଶୀର୍ବାଦ ସିନା ଆମେ ପାଇଥାଉ, ମାତ୍ର ପ୍ରକୃତରେ ବୁଢ଼ା ହୋଇଗଲା ବେଳେ ଦେହ ଓ ମନ ନିସ୍ତେଜ ହୋଇଯାଇଥାଏ। ସବୁ ଦମ୍ଭ ଭାଙ୍ଗି ଯାଇଥାଏ। ଉତ୍ସାହର ସହ ବୃଦ୍ଧାବସ୍ଥାକୁ ବଞ୍ଚୁଥିବା ମଣିଷ ଏକ ବିରଳ ଦୃଶ୍ୟ। କାହିଁକି ବୃଦ୍ଧାବସ୍ଥା ଆମ ପାଇଁ ନୈରାଶ୍ୟ ଓ ଅବସାଦର ସମୟ ହୋଇଥାଏ? ଏହାର ଏକ ମୁଖ୍ୟ କାରଣ ଯେ ଆମ ଆଗର ବୃଦ୍ଧାବସ୍ଥାକୁ ଆମେ ଏପର୍ଯ୍ୟନ୍ତ ବଞ୍ଚି ଆସିଥିବା ଜୀବନର ଏକ ସମ୍ପ୍ରସାରିତ ଅଧ୍ୟାୟ ବୋଲି ଭାବିଥାଉ। ସେମିତି ମଉଜ ମସ୍ତି ଚାଲିଥିବ, ସେମିତି ଆତ୍ମୀୟସ୍ୱଜନମାନଙ୍କର ଗହଳି ଚହଳି ଲାଗି ରହିଥିବ, ସେମିତି ସମ୍ପତ୍ତି ଗୋଟାଇବା ଏବଂ ତାହାର ରକ୍ଷଣାବେକ୍ଷଣ ଚାଲିଥିବ, ସେମିତି ପ୍ରଶଂସା ପୁରସ୍କାର ପାଇଁ, ଦେଖାଯିବା ପାଇଁ, ଆଦୃତ ହେବା ପାଇଁ କାମନା ରହିଥିବ, ସେମିତି ଆମର ମୋହଶକ୍ତ ଜୀବନ ସହଜ ଭାବେ ବହି ଚାଲିଥିବ। କିନ୍ତୁ ଏହା ତ କଦାଚିତ୍ ସମ୍ଭବ ହୁଏ ନାହିଁ। ପୂର୍ବରୁ ଆଲୋଚନା କରିଥିବା କାରଣମାନଙ୍କ ଯୋଗୁଁ ପ୍ରକୃତି ଆମକୁ ଏହିପରି ଜୀବନ ପାଇଁ ଆସ୍ତେ ଆସ୍ତେ ଅସମର୍ଥ କରିଦିଏ। ଆମର ଅନେକ ଦେହଗତ ବା ଇନ୍ଦ୍ରିୟଜନିତ ସୁଖ ଯାହା ଆମ ଜୀବନର ଅଂଶ ହୋଇ ରହିଗଲା, ସେ ସବୁଥିରୁ ଆମକୁ ବାରଣ କରାହୁଏ ଅଥବା ବୟସାଧିକ୍ୟ କାରଣରୁ ସ୍ୱାଭାବିକ ଭାବେ ଆମେ ସେଥିପାଇଁ ଅସମର୍ଥ ହୋଇଯାଉ। ଜୀବନର ଏହି ମୋଡ଼କୁ ଆମେ ଗ୍ରହଣ କରି ନ ପାରିବା ଯୋଗୁଁ ଆମକୁ କଷ୍ଟ ହୋଇଥାଏ। କିନ୍ତୁ ଏପରି ଆମକୁ ଅସମର୍ଥ କରିବା ପଛରେ ପ୍ରକୃତିର ଗୋଟିଏ ଉଦ୍ଦେଶ୍ୟ ନିହିତ ଥାଏ। ଏହା ହେଉଛି ଦେହଗତ ଜୀବନ ଓ ତା'ର ସଂଲଗ୍ନ ସମସ୍ତ କାମନା ସୁଖର ଅଧ୍ୟାୟ ସରିଲା ଏବଂ ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିବାକୁ ହେବ। ଏହି ନୂତନ ଅଧ୍ୟାୟ ପାଇଁ ମାନସିକ ସ୍ତରରେ ମଧ୍ୟ ଆମର ଏକ ପ୍ରସ୍ତୁତି ହୋଇଯାଇଥାଏ। ଏତେ ବର୍ଷ ବଞ୍ଚିବାର ଅଭିଜ୍ଞତା ପରେ, ଏତେ ସଫଳତା ବିଫଳତା, ଶତ୍ରୁ ମିତ୍ର, ସୁଖ ଦୁଃଖ, ସ୍ୱପ୍ନ ଭଙ୍ଗକୁ ଅନୁଭବ କରିସାରିଲା ପରେ ଏକ ପ୍ରକାର ସ୍ଥିର ଗଭୀର ଅନ୍ତର୍ଦୃଷ୍ଟି ଆସିଯାଇଥାଏ, ଯେଉଁଠି ସଂସାରର ସମସ୍ତ କଥାକୁ ଏକ ସାମଗ୍ରିକ ଉଦାର ଭାବରେ ଗ୍ରହଣ କରାଯାଇପାରିବ। ଏହା ଏକ ପ୍ରକାର ସ୍ଥିତପ୍ରଜ୍ଞତା। ଅନେକ କଥା ଆଉ ପୂର୍ବପରି ବିଚଳିତ କରେ ନାହିଁ, କାରଣ ଏସବୁ କଥା ସେ ଦେଖି ସାରିଛି। ତା'ର ଲମ୍ବା ଜୀବନର ସେ କେତେ କେତେ ଜନ୍ମ ଦେଖିଛି, କେତେ କେତେ ମୃତ୍ୟୁ ଦେଖିଛି, ଏପରିକି କେତେ ନିବିଡ଼ ଆତ୍ମୀୟଙ୍କର ଅକାଳ ମୃତ୍ୟୁକୁ ବି ସହିଛି। ଜୀବନରେ କେତେ କେତେ ଲୋକ ଆସି ପରମ ଅନ୍ତରଙ୍ଗ ହୋଇଯାଇଛନ୍ତି, ପୁଣି ପରେ ସମ୍ପୂର୍ଣ୍ଣ ଅଜଣା ହୋଇଯାଉଛନ୍ତି। କେତେ ସମ୍ପର୍କ ଅପୂର୍ବ ସରାଗରେ ଗଢ଼ି ଉଠି ପୁଣି ଶୂନ୍ୟରେ ବିସ୍ମୃତିର ଗର୍ଭରେ ମିଳିଯାଇଛି। ଦୀର୍ଘ ଅବଧିର ଏହି ଜୀବନରେ ଏତେ ସବୁ କଥାକୁ ଦେଖି ସାରିଲା ପରେ, ଅଙ୍ଗେ ନିଭେଇ ସାରିଲା ପରେ ତା'ର ଏକମାତ୍ର ଉପଲବ୍ଧି ହେଉଛି ଯେ ସଂସାରର ସମସ୍ତ କଥା କ୍ଷଣଭଙ୍ଗୁର। ଜଣେ ବୃଦ୍ଧ ହିଁ ଏହି କ୍ଷଣଭଙ୍ଗୁରତାର ଦୃଷ୍ଟିକୁ ନେଇ ପୃଥିବୀକୁ ଦେଖିପାରେ ଏବଂ ସେଥିପାଇଁ ସବୁ ପ୍ରକାର ମଣିଷକୁ ସବୁ ଦୁଃଖ କଷ୍ଟକୁ ବାଞ୍ଛନାକୁ ଗ୍ରହଣ କରିପାରେ। ଏହି ହେତୁ ବାର୍ଦ୍ଧକ୍ୟ ଗୋଟିଏ ଅପୂର୍ବ ସାମର୍ଥ୍ୟ ଆଣି ଦେଇଥାଏ। ନିଜ ଜୀବନର ଦୁଃଖ କଷ୍ଟ ସହ ବୁଝାମଣା କରିବା, ତାକୁ ଗ୍ରହଣ କରିବା, ଏହି ଦାର୍ଶନିକ ଦୃଷ୍ଟିକୋଣଟି ତରୁଣ ଅବସ୍ଥାରେ ମଧ୍ୟ କେତେକଙ୍କର ଥାଏ, ମାତ୍ର ସ୍ୱାଭାବିକ ଭାବରେ ଏହା ବାର୍ଦ୍ଧକ୍ୟର ଉପଲବ୍ଧି ହୋଇଥାଏ। ଏଥିପାଇଁ ଯେଉଁ କଥାଗୁଡ଼ିକ ପୂର୍ବରୁ ଅତି ମୂଲ୍ୟହୀନ ବା ମୂଲ୍ୟବାନ ଗୁରୁତ୍ୱପୂର୍ଣ୍ଣ ଲାଗୁଥିଲା, ଯେପରି ପ୍ରଚୁର ଅର୍ଥ, ଉଚ୍ଚ ଜୀବିକା, ସମାଜରେ ପ୍ରତିଷ୍ଠା, ତାହା ଆଉ ସେପରି ଲାଗେ ନାହିଁ। ଏହି କଥାଗୁଡ଼ିକ ନଥିଲା ବୋଲି ଯେଉଁ ହୀନମାନ୍ୟତା ମନରେ ଥିଲା, ତାହା ମଧ୍ୟ ଆଉ ରହେ ନାହିଁ। ମନକୁ ଯେଉଁ କଥାଗୁଡ଼ିକ ବାନ୍ଧି ରଖି ଭାରାକ୍ରାନ୍ତ କରୁଥିଲା, ସେଥିରୁ ସେ ମୁକ୍ତ ହୋଇଯାଏ। ଏଣୁ ଯେତେବେଳେ ଦେହକୁ କାମନା ଉତ୍ତେଜନା ରହେ ନାହିଁ, ଦେହ ଦୁର୍ବଳ ଶିଥିଳ ହୋଇଯାଏ ଏବଂ ମନ ଏକ ଦାର୍ଶନିକ ଉପଲବ୍ଧି ସହ ସତେଜ ଉନ୍ମୁକ୍ତ ହୋଇଯାଏ, ସେତେବେଳେ ଏହା ଏକ ସ୍ପଷ୍ଟ ସୂଚନା ଦେଇଥାଏ ଯେ ଜୀବନର ବହୁମୁଖୀ ଯାତ୍ରା ସମାପ୍ତ ହୋଇଗଲା ଏବଂ ଏବେ ଅନ୍ତର୍ମୁଖୀ ଯାତ୍ରାକୁ ଆରମ୍ଭ କରିବାକୁ ହେବ। କିନ୍ତୁ ଏହି ଉପଲବ୍ଧି, ଏହି ସ୍ପଷ୍ଟ ସୂଚନା ସତ୍ତ୍ୱେ ଆମମାନଙ୍କ ପାଇଁ ଏହା ସମ୍ଭବ ହୋଇନଥାଏ, କାରଣ ପରିଚିତ ଅଭ୍ୟସ୍ତ ଥିବା ଜୀବନର ଆକର୍ଷଣ ଆମକୁ ଟାଣି ଧରି ରଖିଥାଏ। ପ୍ରକୃତରେ ବାର୍ଦ୍ଧକ୍ୟ ଆମକୁ ପ୍ରସ୍ତୁତ କରିସାରିଥାଏ ଗୋଟିଏ ନୂତନ ଜନ୍ମ ପାଇଁ। ଏହା ଏକ ଅତି ସାହସିକ ଅତିକ୍ରମଣ, କାରଣ ଜୀବନ ସାରାର ମୋହ ଏବଂ ମୋହାସକ୍ତ ଚିନ୍ତାଧାରାକୁ ପରିତ୍ୟାଗ କରିବା ସହଜ କଥା ନୁହେଁ। ସେଥିପାଇଁ ବୃଦ୍ଧାବସ୍ଥା ଆମର ସାହସ ପାଇଁ ସବୁଠାରୁ ବଡ଼ ଆହ୍ୱାନର ସମୟ। କାରଣ 60-70 ବର୍ଷ ଧରି ଅସ୍ଥିମଜ୍ଜାଗତ ହୋଇଯାଇଥିବା, ଚେତନା ଅବଚେତନାର ଅଂଶ ହୋଇଯାଇଥିବା ସାଂସାରିକ ଜୀବନକୁ ପ୍ରତ୍ୟାଖ୍ୟାନ କରି ଗୋଟିଏ ସମ୍ପୂର୍ଣ୍ଣ ଭିନ୍ନ ଅଜଣା ଜୀବନକୁ ଆଦରି ନେବା ଜଣେ
ମଣିଷର ଜୀବନରେ ଭୂଚଳନ ପରି କଥା ହୋଇଥାଏ। ଗ୍ରାହ୍ୟ ସ୍ତରରୁ ବନପ୍ରସ୍ଥକୁ ଯାତ୍ରା ଚେତନାର ସ୍ତରରେ ମଧ୍ୟ ଆମ ପକ୍ଷରେ ସମ୍ଭବପର ହୋଇନଥାଏ। ବାର୍ଦ୍ଧକ୍ୟ ଆମକୁ ଭୌତିକ ଜୀବନ ପାଇଁ ଅସମର୍ଥ କରି ଏକ ଆଧ୍ୟାତ୍ମିକ ଜୀବନ ପାଇଁ ଚେତନାର ସ୍ତରରେ ଏକ ପ୍ରସ୍ତୁତି ଦେଇଥାଏ। ଆଧ୍ୟାତ୍ମିକ ଅର୍ଥ କେବଳ ଭାଗବତ ସମ୍ପର୍କୀୟ ନୁହେଁ, ଏହା ହେଉଛି ଏକ ଆତ୍ମିକ ଅନ୍ୱେଷା ଯେଉଁଥିରେ ଆମ ସମାଜର ଏବଂ ଏହାର ବିଷୟଗତ ମୂଲ୍ୟବୋଧ ଗୁଡ଼ିକର ସାମାନ୍ୟତମ ପ୍ରଭାବ ବି ନଥାଏ। ପୂର୍ବେ ସମାଜ ଦ୍ୱାରା ସ୍ୱୀକୃତ ହେବା ପାଇଁ ଯେଉଁ ବ୍ୟାକୁଳତା ଥିଲା, ଥରେ ଜୀବନର ଏହି ଅନ୍ତର୍ମୁଖୀ ଯାତ୍ରା ଆରମ୍ଭ ହେଲେ ତାହା ଅର୍ଥହୀନ ଅବାନ୍ତର ଲାଗେ। ମଣିଷ ବନ୍ଧନହୀନ ଉନ୍ମୁକ୍ତ ହୋଇଯାଏ ଏବଂ ସେତେବେଳେ ସମ୍ପୂର୍ଣ୍ଣ ଏକ ନୂତନ ଯାତ୍ରାର ଆରମ୍ଭ ହୁଏ। ଆମ ଭିତରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ବୃଦ୍ଧାବସ୍ଥାକୁ ଆଶୀର୍ବାଦ ବୋଲି ଭାବି ପ୍ରଜାପତି କୋଷ ପରିତ୍ୟାଗ କଲା ଭଳି ନିଜର ସାଂସାରିକ କୋଷକୁ ପରିତ୍ୟାଗ କରି ଆତ୍ମାର ଜୀବନର ଅନ୍ୱେଷାରେ ବାହାରି ଯାଇଛନ୍ତି। ସମସ୍ତଙ୍କ ପାଇଁ ଏ ଅନ୍ୱେଷା ସମାନ ହୋଇନଥାଏ। କିଏ କେଉଁ ପ୍ରକାରର ଜୀବନର ଅର୍ଥ ଖୋଜିପାରେ। କଥାକାର ରାମଚନ୍ଦ୍ର ବେହେରା ଏକ ଅନ୍ତରଙ୍ଗ ଗପସପ ବେଳେ କହୁଥିଲେ ଯେ ସବୁ ହସଖୁସି ସମସ୍ତ ପ୍ରାପ୍ତି ସଫଳତା ପରେ ମଧ୍ୟ ଏକ ଭିନ୍ନ ଅଭାବ, ଏକ ଆଧ୍ୟାତ୍ମିକ ବ୍ୟାକୁଳତା ହୃଦୟ ଭିତରେ ରହିଯାଇଥାଏ। ବାର୍ଦ୍ଧକ୍ୟ ପାଇଁ ଏହି ବ୍ୟାକୁଳତା ହିଁ ଆଶୀର୍ବାଦ, କାରଣ ଏହା ହିଁ ଜୀବନକୁ ତା'ର ଗତାନୁଗତିକ ଦ୍ୱନ୍ଦ୍ୱ, ଉତ୍ତେଜନା ଓ ଅବସାଦର ଘୂର୍ଣ୍ଣି ଭିତରୁ ବାହାର କରି ଏକ ଅନନୁଭୂତ ପ୍ରଶାନ୍ତି ଆଡ଼କୁ ନେଇଯାଇପାରେ। ଏଣୁ ବାର୍ଦ୍ଧକ୍ୟ ଜୀବନର ଅସହାୟ ଅବସ୍ଥା ନୁହେଁ, ବରଂ ଏହା ଅପୂର୍ବ ସମ୍ଭାବନାରେ ପୂର୍ଣ୍ଣ। ଏହା ଅସହାୟ ଭଳି ଲାଗେ ଯେତେବେଳେ ଆମେ ସେହି ପୁରୁଣା ସାଂସାରିକ ହିସାବ ଅନୁସାରେ ଏହାର ମୂଲ୍ୟାଙ୍କନ କରୁ। କିନ୍ତୁ ବୃଦ୍ଧାବସ୍ଥାର ଚେତନାରେ ଯେଉଁ ଉନ୍ମେଷ ଘଟିଥାଏ, ତାହାକୁ ଉପଜୀବ୍ୟ କରି ଯଦି ଆମେ ବଞ୍ଚିବାକୁ ଆରମ୍ଭ କରନ୍ତୁ, ତେବେ ଦୁଃଖ ଆମକୁ ସେପରି ବ୍ୟଥିତ ବିଚଳିତ କରନ୍ତା ନାହିଁ। ସାରା ସଂସାର ଅନ୍ତରଙ୍ଗ ଲାଗନ୍ତା ଏବଂ ଏକ ନୂତନ ସ୍ୱର୍ଗୀୟ ବା ଆତ୍ମିକ ଅନୁଭବରେ ଜୀବନ ଉଦ୍ଭାସିତ ହୋଇଉଠନ୍ତା। ସତ କହିବାକୁ ଗଲେ ଆମେ ସମସ୍ତେ ବୃଦ୍ଧାବସ୍ଥା ବେଳେ ଜୀବନକୁ ବଞ୍ଚୁନାହୁଁ, କେବଳ ସହିଯାଉ, ଭୁଲି ଯାଇଥାଉ ଯେ ବୃଦ୍ଧାବସ୍ଥା ହିଁ ଜୀବନର ସବୁଠାରୁ ଗଭୀର ଓ ସୁନ୍ଦର ସମୟ ହୋଇପାରେ।